वेलकम टू क्या करिस टिके हसे देश यूट्यूब चैनल। ଶୁଣ ଶୁଣ ଗାଁବାସୀ, ଏଥର ଆମ ଗାଁ ମଝିରେ ଖେଳର ଆୟୋଜନ ହବ। ଏହି ଖେଳରେ ଯିଏ ବିଜୟ ହାସଲ କରିବ ତାକୁ 1 ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ଏବଂ ଯିଏ ଯାହାର କାର, ବସ୍, ଟ୍ରକ୍, ଟେମ୍ପୁ, ସାଇକେଲ, ମୋଟର ସାଇକେଲ ଯାହା ଅଛି ନେଇ ଆସିବ। ଏଇ କମ୍ପିଟିସନରେ ତମେ ଭାଗ ଲବ। ଆଲେ ଟୁଙ୍ଗୁରା ଭାଇ, କଣ ସତରେ କମ୍ପିଟିସନ ହବ? କଣ ଏଇ କମ୍ପିଟିସନ ହେଲେ ଲକ୍ଷେ ଟଙ୍କା ପୁରସ୍କାର ଦିଆଯିବ ଯିଏ ଜିତିବ? ଆରେ ହଁ, ସେମାନେ କଣ ମିଛ ପ୍ରଚାର କରୁଛନ୍ତି? କିନ୍ତୁ ତୋ ପାଖରେ ତ କିଛି ବାଇକ୍ ଗାଡି କିଛି ନାହିଁ, ତୁ କୋଉଥିରେ କି ଭାଗ ଲବୁ? ଇଏ କହିଲା ମୋ ପାଖରେ କିଛି ନାହିଁ, ମୋ ପାଖରେ ବା ମୋ ସାଇକେଲ ଅଛି। ମୁଁ ଏଇ ସାଇକେଲରେ କମ୍ପିଟିସନରେ ଜିତିମି। ଇଏ ସତରେ ପାଗଲା ହେଇଛି, କହିଲା ସାଇକେଲରେ ଜିତିବ। ଆମ ପାଖରେ ଗାଡି ଅଛି, ଆମେ ଗାଡିରେ ଜିତି ପାରୁନାହିଁ, ଇଏ କହୁଛି ସାଇକେଲରେ ଜିତିବ। ହାଇରେ ପାଗଲା କେଉଠିକାର ଆଇଛୁ। ଟୁଙ୍ଗୁରା ଚଢେଇ ମୁନି ଚଢେଇର ମଜାକ ଉଡେଇ ଦେଇ ସେଠାରୁ ସେ ଚାଲିଗଲା ତା ଘରକୁ। ମୁନା ଚଢେଇ ବି କାହାକୁ କିଛି ନ କହିକି ମୁନା ଚଢେଇ ବି ତା ଘରକୁ ଚାଲିଗଲା। ଯାହା ହଉ ମା, ତମେ ଘରକୁ ଆସିଛ। ଗୋଟେ କଥା ଜାଣିଛ, ଆଜି ଆମ ଗାଁରେ ପ୍ରଚାର ହେଲା, ଯିଏ ଖେଳରେ ଜିତିବ ତାକୁ 1 ଲକ୍ଷ ଟଙ୍କା ଦିଆଯିବ। ଆମର ତ ସାଇକେଲ ଅଛି, ଏଇ ସାଇକେଲରେ ଆମେ ଖେଳିବାକୁ ଯିବା ନା କଣ କହୁଛ? ବା ଛୁଆ, ତୁ ତ ମୋ ମନ କଥା କହିଦେଲୁ। ମୁଁ ତ ଖେଳିବା ପାଇଁ ଯିବି। ଯାହା ହଉ ତୁ ବି ମୋ ସପୋର୍ଟ ଅଛୁ। ଚାଲ ଆମ ସାଇକେଲଟାକୁ ଟିକେ ଚକାଚକ କରିଦେବା। ଏଇ ଖେଳରେ ଜିତିକି ପଇସା ଯାହା ରୋଜଗାର ହବ ତତେ ମୁଁ ସେଥିରେ ପାଠ ପଢେଇବି। ପରଦିନ ଖେଳର ଆୟୋଜନ ହେଲା। ସମସ୍ତେ ଯିଏ ଯାର ଗାଡି ଘିନି ଖେଳକୁ ଆସି ପହଞ୍ଚିଗଲେ। ହେଇଲ ଦେଖଲ, ଆମେ ସମସ୍ତେ ଗାଡି ନେଇ ଖେଳ ଖେଳିତେ ଆଇଛୁ, କିନ୍ତୁ ଇଏ ତାର ସାଇକେଲ ନେଇ ଖେଳ ଖେଳିତେ ଆସିଛି। ଖେଳର ଆୟୋଜନ ଆରମ୍ଭ ହେଇଗଲା। ଖେଳରେ ସମସ୍ତଙ୍କ ହେଇତେ ସାଇକେଲ ବହୁତ ଫାଷ୍ଟ ଥିଲା ଏବଂ ସେ ଜିତି ପ୍ରାଇଜ ନେଇ ଘରକୁ ଗଲା। ସେଇ ପଇସାରେ ତାର ଛୁଆକୁ ପାଠ ପଢେଇବାର ତାର ବହୁତ ସାହାଯ୍ୟ କରିଲା।